ପିଲାମାନେ ଆଜି ସରସ୍ୱତୀ ସାଧାରଣ ବିଜ୍ଞାନ ସୋପାନ ଦ୍ୱିତୀୟ ଭାଗ ଦ୍ୱିତୀୟ ଶ୍ରେଣୀର ଏ ପୁସ୍ତକର ପାର୍ଥକ୍ୟ ଦର୍ଶାଅ ଦୂଷିତ ବାୟୁ ବିଶୁଦ୍ଧ ବାୟୁ। ଯେଉଁ ଦୂଷିତ ବାୟୁ ବିଶୁଦ୍ଧ ବାୟୁ ମଧ୍ୟରେ ପାର୍ଥକ୍ୟ କ'ଣ? ଯେଉଁ ବାୟୁରେ ଧୂଳି ଧୂଆଁ ବ୍ୟତୀତ ଅନେକ ରୋଗ ଜୀବାଣୁ ମିଶିକରି ରହିଥାନ୍ତି ତାକୁ ଦୂଷିତ ବାୟୁ କୁହାଯାଏ। ବିଶୁଦ୍ଧ ବାୟୁ କ'ଣ? ଯେଉଁ ବାୟୁରେ ଧୂଳି ଧୂଆଁ ବା ରୋଗ ଜୀବାଣୁ ମିଶି ନଥାନ୍ତି ତାକୁ ବିଶୁଦ୍ଧ ବାୟୁ କୁହାଯାଏ। ତାପରେ ଆଉ ଗୋଟେ ପାର୍ଥକ୍ୟ କ'ଣ ଦେଖିବା? ମଟାଳ ମାଟି ଦୋରସା ମାଟି। ମଟାଳ ମାଟି ଏକ, ମଟାଳ ମାଟି ପାଉଁଶିଆ ଦିଶେ, ପାଣି ପଡ଼ିଲେ କଳା ଦେଖାଯାଏ। ଦୋରସା ମାଟି ମଟାଳ ମାଟି ସହିତ ବାଲି ମିଶି ଦୋରସା ମାଟି ତିଆରି ହୁଏ। ପଏଣ୍ଟ 2, ମଟାଳ ମାଟିରେ କାଦୁଅ ଅଂଶ ବେଶୀ ଥାଏ। ପଏଣ୍ଟ 2, ଦୋରସା ମାଟିରେ ଜୈବ ଅଂଶ ବେଶୀ ଥାଏ। ପଏଣ୍ଟ 3, ମଟାଳ ମାଟିରେ ଉଦ୍ଭିଦ ଏତେ ଭଲ ବଢ଼ିପାରନ୍ତି ନାହିଁ। ପଏଣ୍ଟ 3, ଦୋରସା ମାଟିରେ ଉଦ୍ଭିଦ ଭଲ ବଢ଼ନ୍ତି। ହେଲା, ଏସବୁ ଭିଡ଼ିଓକୁ ପଜ୍ କରିକି ଲେଖିବ। ଏହା ରହିଛି ଏ ଯେଉଁ ଦ୍ୱିତୀୟ ଶ୍ରେଣୀର ତୁମର ମୃତ୍ତିକା ବା ମାଟି ବିଷୟଟି ରହିଛି। ଦେଖିବା ଆଗକୁ ମୃତ୍ତିକା ବା ମାଟି ବିଷୟଟି ରହିଛି। ଏ ଯେଉଁ ମାଟି କିପରି ତିଆରି ହୁଏ, ମାଟି କିପରି ତିଆରି ହୁଏ ଏହି ବିଷୟରେ ପ୍ରଶ୍ନ ରହିଛି। ଏ ଯେଉଁ ମଟାଳ ମାଟି ଦୋରସା ମାଟି ମଧ୍ୟରେ ପାର୍ଥକ୍ୟ ହେଲା। ଆଉ ବାଲି ଆଉ ଗୋଟେ କ'ଣ? ମଟାଳ ମାଟି ଓ ଦୋରସା ମାଟି ମଧ୍ୟରେ ପାର୍ଥକ୍ୟ ଏଇଟା ରହିଛି। ତାପରେ ବିଶୁଦ୍ଧ ବାୟୁ, ଏଇଟା ବାୟୁ ବିଷୟରେ ରହିଛି ପୂର୍ବ ଚାପ୍ଟରରେ ଚତୁର୍ଥ ଅଧ୍ୟାୟରେ। ଦୂଷିତ ବାୟୁ ଆମର ଦୂଷିତ ବାୟୁ ଓ ବିଶୁଦ୍ଧ ବାୟୁ ମଧ୍ୟରେ ପାର୍ଥକ୍ୟ ଚତୁର୍ଥ ଓ ପଞ୍ଚମ ଅଧ୍ୟାୟରେ ରହିଛି। ତାହେଲେ ଭଗବାନ ତୁମମାନଙ୍କ ମଙ୍ଗଳ କରନ୍ତୁ। ଅଧିକରୁ ଅଧିକ ସେୟାର କରିବ, ହାଇପ୍ କରିବା ପାଇଁ ଭୁଲିବ ନାହିଁ। ମନ ଦେଇ ପଢ଼ିବ, ବଡ଼ ମଣିଷ ବନିବ ହେଲା। ସବୁବେଳେ ଚେଷ୍ଟା କରିବ ଆଗକୁ ବଢ଼ିବା ପାଇଁ। ଜୟ ଜଗନ୍ନାଥ।